ଅଳ୍ପ ଟିକେ ଛାଡ଼ି ଯାଇଛି ସେ ମଦୁଆ, ଅଳ୍ପ ଟିକେ ଛାଡ଼ି ଯାଇଛି ସେ ମଦୁଆ, ଛାଡ଼ି ଯାଇଛି ଅଳ୍ପ ଟିକେ ସେ ମଦ ବୋତଲ। ଆପଣଙ୍କୁ ମୁଁ କ୍ୟାମେରା ଦ୍ୱାରା ଦେଖାହେଉଛି। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଆସି ଦେଖନ୍ତୁ, ଆପଣଙ୍କୁ କ୍ୟାମେରା ଯଦି ଦେଖାହେଉଛି। ଏ ଚତୁର୍ଥ ଥରକୁ ପହିଲା ଏଠି ମୁଁ ନ୍ୟୁଜ୍ କରିବା, ବହୁତ କଷ୍ଟ କରି ପାଦ ଚାଲି ଚାଲି ଆସି ଏଠି ମୁଁ ନ୍ୟୁଜ୍ କରୁଛି। ଆଜି ବହୁତ କଷ୍ଟରେ ମୋ ଗୋଡ଼ ଫୁଲିଛି। ଏବଂ ଦେଖନ୍ତୁ ଆଜ୍ଞା, ସେ ମଦୁଆ ସେ ତା ପରିବାରକୁ ପଛରେ ପକାଇ ଦେଖନ୍ତୁ ସେ ମଦ ପିଉଛି, କିପରି ମଦ ପିଉଛି ଏବଂ ମଦ ଟିକେ ଛାଡ଼ି ଯାଇଛି। ଯିଏକି ଆସିକି ପାଦୁକଟିଏ ପାଇବ, ଯିଏକି ଆସିକି ପାଦୁକ ଟିକେ ପାଇବ ତା'ର ଅଳ୍ପ ଟିକେ ଥିବା ମଦକୁ ଆପଣଙ୍କୁ ମୁଁ ଦେଖାଉଛି କ୍ୟାମେରା ଜରିଆରେ। ଆପଣଙ୍କୁ ମୁଁ ଦେଖାଉଛି ସେ ମଦୁଆର ପ୍ରେମ କାହାଣୀ। ଆପଣଙ୍କୁ ଦେଖାଉଛି ସେ ମଦୁଆର ପ୍ରେମ କାହାଣୀ, ଦେଖାଉଛି ଏ ମଦୁଆର ପ୍ରେମ କାହାଣୀ। ଆପଣଙ୍କୁ ମୁଁ ଗୋଟେ ପରେ ଗୋଟେ ଆପଣଙ୍କୁ ଦେଖାଇବି। ରସଗୋଲା ନ ଖାଇ ସେ ମଦ ପିଉଛି, ରସଗୋଲା ନ ଖାଇ ସେ ମଦ ପିଉଛି। ଆପଣ ଦେଖନ୍ତୁ ସେ ମଦୁଆର ପ୍ରେମ କାହାଣୀ। ଆପଣଙ୍କୁ ଦେଖାଉଛି ଛାଡ଼ି ଯାଇଛି ସେ, ଦେଖନ୍ତୁ ଆପଣଙ୍କୁ କ୍ୟାମେରା ଦେଇ ମୁଁ ଦେଖାଉଛି। ଦେଖନ୍ତୁ ଠିପି, ଦେଖନ୍ତୁ ଠିପି, ଦେଖନ୍ତୁ ସେ ମଦ ବୋତଲ ଖାଇଛି, ଗିଲାସ ଖାଇଛି ମଦ। ଆପଣ କ୍ୟାମେରା ଦେଖନ୍ତୁ, ଦେଖନ୍ତୁ ଆଜ୍ଞା, ଦେଖନ୍ତୁ ଆଜ୍ଞା। ଆମରି ଜିନିଷ ଆମକୁ ଦେଖାଇ ଆମ ସାଙ୍ଗେ ଖେଳ ଗୁରୁ ଚେଲା। ରସଗୋଲା ନ ଖାଇ ପିଉଛି ମଦ। ରସଗୋଲା ନୁହେଁ ଆଜିର କଥା, ଆମ ଓଡ଼ିଶାର ମିଠେଇ ପେଡ଼ିରେ ରସଗୋଲା ହେଲା ଗଜମୁକୁତା। ଜଗନ୍ନାଥ ଆମ ସାଥୀ, ଲକ୍ଷ୍ମୀଙ୍କ ସାଙ୍ଗରେ ହସିକି ଖାଆନ୍ତି ଚାଖି 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 ରସଗୋଲା। କେତେ ବୋତଲ ଏମିତି ଅନେକ ମଦୁଆ ଅଛନ୍ତି ଏଠି ଆସି ମଦ ପିଉଛନ୍ତି। ନିଶାରୀ ମଦ କବଳରୁ ଦୂରେଇ ରୁହନ୍ତୁ। ସମ୍ମାନୀୟ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି ସମ୍ମାନୀୟ ବିଧାୟକ। ଅନେକ ମଦ ବୋତଲ ଏଠି ପଡ଼ିଅଛି, ଅନେକ ମଦ ବୋତଲ ଏଠି। ଖବର ପଢ଼ୁଛନ୍ତି ସନ୍ତୋଷ କୁମାର ଓଝା, ଧର୍ମଶାଳା ଯାଜପୁର ଗଙ୍ଗାଧରପୁର ଜିପିରୁ। ଦେଖନ୍ତୁ ସେ କ'ଣ କରିଛି। ଏଠିକା ମଦୁଆଙ୍କ କାଉଣ୍ଟର ନୁହଁ, ଏଠିକା ମଦ ପିଇବା ନିୟମ ନାହିଁ, ଏଠି ମଦ ଖାଇବା ନିୟମ ନାହିଁ। ଏଠି କିପରି ସେ ମଦ ଖାଉଛନ୍ତି। ଅନେକ ଇନଷ୍ଟ୍ରୁମେଣ୍ଟ ଛାଡ଼ି ଦେଇଛି ସେ, ଚାଖଣ, ଖୋଲି, ଠିପି, ଥଣ୍ଡା ବୋତଲ, ଗିଲାସ, ଏମିତି ଅନେକ କଥା। ଆପଣ ରସଗୋଲା ଖାଆନ୍ତୁ, ଆପଣ ମଦ କାହିଁ ଖାଉଛନ୍ତି? ମଦ ଖାଇ ଆଫେକ୍ଟ ପଡ଼ୁଛି ପରିବାରକୁ, ମଦ ଖାଇ ଆଫେକ୍ଟ ପଡ଼ୁଛି। ଆପଣ ଦେଖୁଛି କ୍ୟାମେରା ଜରିଆରେ ସ୍ପଷ୍ଟ ଭାବରେ ଆପଣଙ୍କ ପାଖରେ ପହଞ୍ଚାଉଛି, ନିବେଦନ କରୁଛି ଗଣମାଧ୍ୟମ ଜରିଆରେ, ଯାହାକୁ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ହେମନ୍ତ ଶେଖର ସାହୁ, ଲିକୁ ଭାଇ, ଧର୍ମଶାଳାର ବିଧାୟକ, ଯୁବ ବିଧାୟକ, ସେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ନିଶାରୁ ଦୂରେ ରହିବା ପାଇଁ।
ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ଧର୍ମଶାଳାରେ ଖବର ପଡ଼ୁଛି ସନ୍ତୋଷ କୁମାର ଓଝା ଧର୍ମଶାଳା ଯାଜପୁରରୁ। ଦେଖନ୍ତୁ ଆପଣଙ୍କୁ ମୁଁ ଦେଖାଉଛି ଅନେକ ଇନଷ୍ଟ୍ରୁମେଣ୍ଟ ୟୁଜ୍ କରିଛି ସେ। ଦେଖନ୍ତୁ ଆପଣଙ୍କୁ ଦେଖାଉଛି ଆପଣଙ୍କୁ କ୍ୟାମେରା ଜରିଆରେ। ଦେଖନ୍ତୁ ସେ ମଦ ବୋତଲ ଦେଖନ୍ତୁ କେତେ ମଦ ବୋତଲ। ଦେଖନ୍ତୁ ସେଠି ବି ପ୍ରବଳ ଡିଏଚଡି ବି ଛାଡ଼ି ଦେଇଛି ମାଞ୍ଚିସ୍। ଦେଖନ୍ତୁ ଆଜ୍ଞା ସେଠି କେତେ ମଦ ବୋତଲ ପଡ଼ିଛି। ଦେଖନ୍ତୁ ଆଜ୍ଞା ଆଜିକି 4 ଥର ପଡ଼ିଲା ଏଠି, 4 ଥରକୁ ଆସି ପହଞ୍ଚିଲି ଏ ଜାଗାରେ ଏବଂ ମୂଲ୍ୟବାନ ସମୟ ଏଠି ମୁଁ ସରିଯାଉଛି ମୋର। ଆପଣ କ୍ୟାମେରା ଦେଖାଉଛି ଦେଖନ୍ତୁ ଆପଣ ଏ ଦେଖନ୍ତୁ ଆହୁରି ଇନଷ୍ଟ୍ରୁମେଣ୍ଟ ପଡ଼ିଛି ଏଠି। ଦେଖନ୍ତୁ କିପରି ଥୁଆ ହେଇଛି ସେ ଗିଲାସ। ଦେଖନ୍ତୁ ଆଜ୍ଞା ଦେଖନ୍ତୁ ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ଗଙ୍ଗାଧରପୁରରେ। ମୁଁ ଆପଣଙ୍କୁ ଦେଖାଉଛି ଦେଖନ୍ତୁ ଏଠି ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ପୁରୀରେ ବା ଭୁବନେଶ୍ୱରରେ ବା ଯାଜପୁରରେ ବା ଧର୍ମଶାଳାରେ ଯେଉଁଟା ପ୍ରତିବାଦ କରୁଛନ୍ତି ମହିଳାମାନେ, ଯେଉଁଟା ପ୍ରତିବାଦ କରୁଛନ୍ତି ମହିଳାମାନେ, ଯେଉଁଟା ପ୍ରତିବାଦ କରୁଛନ୍ତି ମହିଳାମାନେ। ଦେଖନ୍ତୁ ଆପଣ କ୍ୟାମେରା ଜରିଆରେ ମୁଁ ଦେଖାଉଛି ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ପୁରୀରେ ଖବର ପଡ଼ୁଛନ୍ତି ସନ୍ତୋଷ କୁମାର ଓଝା ପୁରୀରୁ ବା ଧର୍ମଶାଳାରୁ ଯାଜପୁରରୁ ଥାନୁଆଳରୁ ଗଙ୍ଗାଧରପୁରରୁ। ଦେଖନ୍ତୁ ଆପଣଙ୍କୁ କ୍ୟାମେରା ଦେଖାଉଛି ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ବାରମ୍ବାର ମନା କରିବା ସତ୍ତ୍ୱେ ସେ କ'ଣ କରୁଛନ୍ତି ମିଶାଡ଼ି। ସୁନ୍ଦର ବ୍ୟକ୍ତିତ୍ୱ ଅଟନ୍ତି ହିମାଂଶୁ, ମଣିଷ ପଣିଆ ମହାନ ବ୍ୟକ୍ତିତ୍ୱ। କେତେ ସୁନ୍ଦର କାର୍ଯ୍ୟ କରିତେ ମାଗଣା ଖାଦ୍ୟ ଆପଣମାନଙ୍କ ପାଇଁ ଚିନ୍ତାରେ ସେ ସଦାବେଳେ। ଦେଖନ୍ତୁ ଏଠି କିପରି ଘର ସବୁ, ଏଠି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରହନ୍ତି କିନ୍ତୁ କେୟାର ନାହିଁ। ଜଗତା ଠାରୁ ସୁନ୍ଦର ଲାଗେ ତୋର ନାଲି ଅଧର, ତୋ କଳା ମୁହଁକୁ ଥରେ ଦେଲେ ଚାହିଁ ଜୀବନର ଯେତେ ଦୁଃଖ ସବୁ ଯାଏ ଉଭେଇ। ଜଗତୋରି ପ୍ରେମରେ ମନ ମୋର ଏତେ ବିଭୋର, ଜଗତର ସେ କଳା ରଙ୍ଗ ଲାଗେ କେତେ ଯେ ସୁନ୍ଦର, ଜଗତା ଠାରୁ ସୁନ୍ଦର ଲାଗେ ତୋର ନାଲି ଅଧର। ଜଗତର ସେ ମୋହନ ବଂଶୀ ଦିଏ କେତେ ଯେ ଆନନ୍ଦ, ଜଗତା ଠାରୁ ଆନନ୍ଦ ଦିଏ ତୋ ଗୀତ ଗୋବିନ୍ଦ। ଅଧା ଗଢ଼ା ହେଇ ଲାଗୁ ତୁ ପୂର୍ଣ୍ଣ ମୂରତି,
जगतोर से लवणी सर लागे केते जे मधुर जगता ठारु मधुर लागे तो अबढ़ा निर्माल्य तू भाव बुझु बोली तो ना भाव ग्राही तोरे नाम तुंडे नेले कोटि पुण्य मिलाई जगतोर आशीष भलरे थाऊ विश्व संसार जगतोर से कला रंग लागे केते जे सुंदर जगता ठारु सुंदर लागे तोर नाली अधर जगतोर से कला रंग लागे केते जे सुंदर जगता ठारु सुंदर लागे तोर नाली अधर এটা তো আজি বহুত খুশির দিন পুরা ওড়িশা পাই ওড়িয়াঙ্ক পাই জগন্নাথଙ୍କ কৃপাରୁ ଆମ ଉଦ୍ୟମଟା ସଫଳ ହେଇଛି ଆଉ ଆମ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି ଆଜି ମୁଁ ଏଥିରେ ଡକ୍ୟୁମେଣ୍ଟେସନର ସାହାଯ୍ୟ କରିଛି ଏବଂ ଯେଉଁ ରସଗୋଲା ଦିବସ ଯେଉଁ ପ୍ରଥମ ଟ୍ୱିଟରରେ ଆମେ ଆରମ୍ଭ କରିଥିଲୁ 2015 ନୀଳାଦ୍ରି ବିଜେ ନବକଳେବର ରଥଯାତ୍ରା ସେଇଟା ଆଗେ ପ୍ରପୋଜ କରିକି ଟ୍ୱିଟରରେ ଆରମ୍ଭ କରିଥିଲୁ ଆମେ ସମସ୍ତେ ମିଶିକି ଆରମ୍ଭ କରିଥିଲୁ ଏଇଟା ଆଉ ଏଇଟା ଏ ଦିଗ ନେଇଛି ଏତେ ଉଦ୍ୟମ 4 ବର୍ଷ ପରେ 5th year celebration ଏବେ ଆମେ କଲୁ ଜୁଲାଇ 15 2019 ରେ ଆମର ପଞ୍ଚମ ରସଗୋଲା ଦିବସ ସେଲିବ୍ରେସନ ହେଲା ସୋସିଆଲ ମିଡିଆରେ ଏଥିରେ ପୁରା ଜଣା ପଡ଼ିଯାଉଛି କି କୋଉଠି ଉତ୍ପତ୍ତି ହେଇଥିଲା ଆମ ଓଡ଼ିଶା ରସଗୋଲାର ଯାହା ତଥ୍ୟ ଦିଆଯାଇଛି ସେଗୁଡ଼ା ଏତେ ପୁରୁଣା କି ସେତେବେଳେ କଲିକତା ସହର ବି ଜନ୍ମ ନେଇନଥିଲା ତ ସେମାନେ ତ ଏବେ 150 ବର୍ଷ ହେଲା ବାଂଲା ରସଗୋଲା ପାଇଁ ବୋଲି କାଢ଼ିଛନ୍ତି ଗୋଟେ ଷ୍ଟାମ୍ପ ପୋଷ୍ଟାଲ କଭର ଏବେ କାଢ଼ିଲେ କିନ୍ତୁ ଆମର ତ 15 ସେଞ୍ଚୁରୀ ପୁରୁଣା ଦାଣ୍ଡି ରାମାୟଣ ତଥ୍ୟ ଅଛି ଆଉ ଆମେ ଏବେ ଯୋଉ ଗୋଟେ କରିଥିଲୁ ସେଟା ହଉଛି ରଥଯାତ୍ରା ଯେବେଠୁ ରସଗୋଲା ସେବେଠୁ प्रणाम जय जगन्नाथ जय जगन्नाथ।